ଉତ୍କଳମଣିଙ୍କ ଶ୍ରାଦ୍ଧ ସପ୍ତାହରେ ସମାଜ ପକ୍ଷରୁ ବାଲେଶ୍ୱରରେ ଅନୁଷ୍ଠିତ ହେଲା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର। ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର 97ତମ ଶ୍ରାଦ୍ଧ ବାର୍ଷିକର ସେବା ଓ ସେବକ ସପ୍ତାହ ଅବସରରେ ବାଲେଶ୍ୱରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଓଡ଼ିଶା ରକ୍ତ କେନ୍ଦ୍ରରେ ଆୟୋଜିତ ଏହି ଶିବିରକୁ ପୂର୍ବାଞ୍ଚଳ ପୋଲିସ ଡିଆଇଜି ଡାକ୍ତର ସତ୍ୟଜିତ ନାୟକ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଉଦ୍ଘାଟନ କରିବା ସହିତ ଅନୁଷ୍ଠାନର ସେବାମୂଳକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ। ଉତ୍କଳମଣିଙ୍କର ପ୍ରତିଷ୍ଠିତ ସମାଜ କେବଳ ଖବର ପ୍ରକାଶରେ ସୀମିତ ନ ରହି ସେବା ଜରିଆରେ ତାଙ୍କର ଆଦର୍ଶକୁ ଆଜି ବି ଉଜ୍ଜୀବିତ ରଖିଛି ବୋଲି ଅତିଥିମାନେ କହିଥିଲେ। ଏହି ଜନସେବାମୂଳକ କାର୍ଯ୍ୟ ହିଁ ପୁଣ୍ୟାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସେମାନେ ମତ ଦେଇଥିଲେ। ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହିତ ସମାଜର ଏହି ସେବାମୂଳକ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ବୋଲି ଅତିଥିମାନେ କହିଥିଲେ। ସମାଜର ବରିଷ୍ଠ ସହ ସମ୍ପାଦକ କୁଳମଣି ବାରିକ ଶିବିର ଉଦ୍ଘାଟନ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବା ସହିତ ଉତ୍କଳମଣିଙ୍କର ଶ୍ରାଦ୍ଧ ସପ୍ତାହ ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ସେବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମାଜର ବାଲେଶ୍ୱର ଶାଖା ଭାରପ୍ରାପ୍ତ ପରିଚାଳକ ସତ୍ୟବ୍ରତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ମୁଖ୍ୟ ଶଶିରଞ୍ଜନ ମଲ୍ଲିକ, ସହ ସମ୍ପାଦକ ଡକ୍ଟର ଜଗନ୍ନାଥ ଖଟୁଆ, ସାମ୍ବାଦିକ ଅଭୟ ଦାସଙ୍କ ସମେତ ସମାଜ ପରିବାରର ସମସ୍ତ ସଦସ୍ୟ ଓ ସହରର ବହୁ ଉଦୀୟମାନ ସ୍ୱେଚ୍ଛାସେବୀ ଏଥିରେ ଉପସ୍ଥିତ ଥିଲେ। ଓଡ଼ିଶା ରକ୍ତ ଭଣ୍ଡାରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିର ପରିଚାଳନାରେ ସିମନ ଦାସ ମହାପାତ୍ର, ସାଇରୁଲ ହକ, ରାଜେଶ ଗିରି, ଶେଖ ଆୟୁବ, ଧୀରେନ ନାୟକ, ବଂଶୀଧର ଦଳେଇ, ଯଶୋଦାନନ୍ଦନ ଆସ, ଅର୍ଦ୍ଧେନ୍ଦୁ ଶେଖର ଦାସ, ଇଞ୍ଜିନିୟର ହୃଷିକେଶ ସାହୁ, ଅଦୀପ ଜେନା, ଅଜିତ କୁମାର ମହାନ୍ତି, ବ୍ରହ୍ମାନନ୍ଦ ସ୍ୱାଇଁ, ଅରୁପ ନାରାୟଣ ମହାନ୍ତି, ଗଜେନ୍ଦ୍ର ନାୟକ ପ୍ରମୁଖ ସ୍ୱେଚ୍ଛାସେବୀଙ୍କ ସମେତ ସମାଜ ପକ୍ଷରୁ ଅତୁଲ ସହ, ସୁରେଶ ଦାସ, ଜୟରାମ କୁମାର ସେନ, ରିଜୱାନ ମଲ୍ଲିକ, ଲଲାଟେନ୍ଦୁ ମହାପାତ୍ର, ଦିଲ୍ଲୀପ ପରିଡ଼ା, ସଞ୍ଜୀବ ଜେନା, ଚିନ୍ମୟ ସାହୁ, ସୁଧାଂଶୁ ନାୟକ, ପ୍ରଶାନ୍ତ ମହାନ୍ତି, ରାମଚନ୍ଦ୍ର ପଟ୍ଟନାୟକ, ଦେବବ୍ରତ ମଲ୍ଲିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।